ୟୁନିଟ୍ 2 ଅନୁବାଦ ପଦ୍ଧତି ଟ୍ରାନ୍ସଲେସନ୍ ମେଥଡ଼। ଏହି ପଦ୍ଧତି ପୂର୍ବ କାଳରେ ଭାରତୀୟ ଶିକ୍ଷାଦାନ ପଦ୍ଧତିରେ ଗୃହୀତ ନଥିଲା। ଭାରତବର୍ଷରେ ଆଞ୍ଚଳିକ ରାଜ୍ୟଗୁଡ଼ିକ ସୃଷ୍ଟି ହେବା ପରେ ସଂସ୍କୃତ ଭାଷାକୁ ସ୍ୱକୀୟ ମାତୃଭାଷାରେ ପଠନ କରିବାକୁ ପ୍ରୟାସ କରାଗଲା। ତା ପରଠାରୁ ସଂସ୍କୃତ ଭାଷାର କାବ୍ୟ, କବିତା, ଦର୍ଶନ, ଧର୍ମଶାସ୍ତ୍ର, ପୁରାଣ, ଜ୍ୟୋତିର୍ବିଦ୍ୟା, ଆୟୁର୍ବେଦ ଶାସ୍ତ୍ର ଆଦି ଅନୂଦିତ ହେବାକୁ ଲାଗିଲା। ତଦ୍ବତ୍ ବିଦେଶରେ ଏହି ଭାଷାର ଆଦର ଥିବାରୁ ସଂସ୍କୃତ ଭାଷାରେ ଲିଖିତ ଗଣିତ ବିଷୟର ପାରସ୍ୟ ଦେଶରେ ଅନୁଭୂତ ହୋଇ ପଠନ କରାଯାଇଥିଲା। ଜ୍ୟୋତିଷ ଶାସ୍ତ୍ରର ଗ୍ରହ ନକ୍ଷତ୍ରର ଗତିବିଧିକୁ ଗାଣିତିକ ଭିତ୍ତିରେ ପ୍ରମାଣ କରାଯାଇଥିବାରୁ ତାହା ମଧ୍ୟ ବିଦେଶରେ ପ୍ରସାର ଲାଭ କରିଥିଲା। ପରବର୍ତ୍ତୀ ସମୟରେ ପାଶ୍ଚାତ୍ୟ ଦେଶରେ ମୁଖ୍ୟତଃ ଜର୍ମାନ ଦେଶରେ ସଂସ୍କୃତ ପଠନ ଦେଖାଗଲା। ଇଂରେଜ ଶାସନ କାଳରେ ଅନେକ ମୌଳିକ ଗ୍ରନ୍ଥକୁ ଇଂରେଜ ଭାଷାରେ ଅନୁବାଦ କରାଯାଇଥିଲା। ସେତେବେଳେ ବିଶିଷ୍ଟ ଭାରତୀୟ ଶିକ୍ଷାବିତ୍ ଡାକ୍ତର ରାମକୃଷ୍ଣ ଗୋପାଳ ଭଣ୍ଡାରକରଙ୍କର ବୁକ୍ ଥିଲା ଏ ବୁକ୍ ଅଫ୍ ସାଂସ୍କ୍ରିଟ୍ ପାର୍ଟ 1 ଏ ବୁକ୍ ଅଫ୍ ସାଂସ୍କ୍ରିଟ୍ ପାର୍ଟ 2 ନାମକ ପୁସ୍ତକ ଦୁଇଟି ରଚନା କରି ଅନୁବାଦ ବିଧି ନାମକ ପଦ୍ଧତି ପ୍ରଚଳିତ କରିଥିଲେ। ଏହା ଭଣ୍ଡାରକର ପଦ୍ଧତି ରୂପେ ପରିଚିତ। 1. ଡକ୍ଟର ଭଣ୍ଡାରକରଙ୍କ ମତରେ ଅନୁବାଦ ପଦ୍ଧତି ମୁଖ୍ୟତଃ 4 ଭାଗରେ ବିଭକ୍ତ। ପ୍ରଥମେ ବ୍ୟାକରଣ ଆଧାରିତ ପାଠ ଅଭ୍ୟାସ ସଂସ୍କୃତରୁ ମାତୃଭାଷା ଅନୁବାଦ ମାତୃଭାଷାରୁ ସଂସ୍କୃତରୁ ଅନୁବାଦ। ବ୍ୟାକରଣ ଆଧାରିତ ପାଠ ଗ୍ରାମାର ବେସ୍ ଟିଚିଂ। ଅଭ୍ୟାସ ପ୍ରାକ୍ଟିସ୍ ସଂସ୍କୃତରୁ ମାତୃଭାଷାର ଅନୁବାଦ ଟ୍ରାନ୍ସଲେସନ୍ ଫ୍ରମ୍ ସଂସ୍କୃତ ଟୁ ମଦର ଲାଙ୍ଗୁଏଜ। ମାତୃଭାଷାରୁ ସଂସ୍କୃତରୁ ଅନୁବାଦ ଟ୍ରାନ୍ସଲେସନ୍ ଫ୍ରମ୍ ମଦର ଟଙ୍ଗ ଟୁ ସଂସ୍କୃତ। ପ୍ରଥମେ ପଢ଼ିବା ବ୍ୟାକରଣ ଆଧାରିତ ପାଠ। ବ୍ୟାକରଣ ଶାସ୍ତ୍ର ଭାଷା ସାହିତ୍ୟର ଆଧାର। ବ୍ୟାକରଣ ଜନିତ ଭ୍ରମ ଦୃଷ୍ଟି ହେଲେ ବାକ୍ୟରେ ମାଧୁର୍ଯ୍ୟ ଭଙ୍ଗ ତଥା ଅର୍ଥବୋଧରେ ବ୍ୟାଘାତ ସୃଷ୍ଟି ହୁଏ। ସୁତରାଂ ବ୍ୟାକରଣକୁ ଭିତ୍ତି କରି ଅନୁବାଦ କାର୍ଯ୍ୟ ହେବା ବିଧେୟ। କ୍ରିୟାନ୍ୱୟିତ୍ୱଂ କାରକତ୍ୱଂ। କ୍ରିୟା ଅନୁସାରେ କର୍ତ୍ତୃପଦ ନିର୍ଦ୍ଧାରଣ କରାଯାଏ। କ୍ରିୟାପଦକୁ ଅନୁସରଣ କରି କର୍ତ୍ତୃପଦ ପୁରୁଷ ଲିଙ୍ଗ ନିରୂପିତ ହୁଏ। ଏତତ୍ସହିତ କାରକ ନିରୂପଣ ପୂର୍ବକ ବିଭକ୍ତି ଚିହ୍ନକୁ ପ୍ରୟୋଗ କରାଯାଇ ଅନୁବାଦ କାର୍ଯ୍ୟ ସମ୍ପନ୍ନ ହୁଏ। ତାପରେ ସମାସ ସନ୍ଧି କୃଦନ୍ତ ତଦ୍ଧିତ ଆଦି ପ୍ରୟୋଗ ବିଷୟରେ ବିଚାର କରିବା ବିଧେୟ। ଦ୍ୱିତୀୟ ଅଭ୍ୟାସ ପ୍ରାକ୍ଟିସ୍। ଛାତ୍ରମାନଙ୍କୁ କେବଳ ବ୍ୟାକରଣ ବିଷୟ ପାଠନ କରାଗଲେ ଭାଷା ସାହିତ୍ୟର ଶୁଦ୍ଧତା ପରିଲକ୍ଷିତ ହୁଏ ନାହିଁ। ଯେପରି ବାରମ୍ବାର ପ୍ରୟାସ ଫଳରେ ନବଜାତ ଶିଶୁ ଭୂମିରୁ ଉଠି ଚାଲିବାକୁ ଶିଖେ ସେହିପରି ଛାତ୍ରର ସଂସ୍କୃତ ଭାଷାରେ ଅନୁବାଦ ଦ୍ୱାରା ଦକ୍ଷତାରେ ଅଭିବୃଦ୍ଧି ଘଟେ। ଶବ୍ଦରୂପ ଧାତୁରୂପ ତଥା କାରକ ସମ୍ବନ୍ଧୀୟ ପଦ ବିଷୟରେ ସମ୍ୟକ୍ ଜ୍ଞାନ ଅର୍ଜନ ସହିତ ଅନୁବାଦ କାର୍ଯ୍ୟରେ ଅଭ୍ୟାସ ଅନବରତ ରହିଲେ ଭାଷା ସୌଷ୍ଠବ ଦେଖାଯାଏ। ତୃତୀୟ ସଂସ୍କୃତରୁ ମାତୃଭାଷାରେ ଅନୁବାଦ ଟ୍ରାନ୍ସଲେସନ୍ ଫ୍ରମ୍ ସଂସ୍କୃତ ଟୁ ମଦର ଟଙ୍ଗ। ସଂସ୍କୃତ ଭାଷା ଏକ ପରିମାର୍ଜିତ ଓ ଶୃଙ୍ଖଳିତ ଭାଷା। ଏହି ଭାଷାରେ ଲିଖିତ ଭାରତୀୟ ସଂସ୍କୃତ ଐତିହ୍ୟକୁ ଅନ୍ୟ ଯେ କୌଣସି ଭାରତୀୟ ଭାଷାରେ ଅନୁବାଦ କଲାବେଳେ କେତେକ ସହଜ ପନ୍ଥାର ଅନୁକରଣ କରିବାକୁ ପଡ଼େ। ସଂସ୍କୃତ ଭାଷାର କ୍ରିୟା କର୍ତ୍ତା ପ୍ରଭୃତିକୁ ଭାରତୀୟ ପ୍ରାନ୍ତୀୟ ମାତୃଭାଷାର କ୍ରିୟା କର୍ତ୍ତା ପ୍ରଭୃତି ରୂପେ ବ୍ୟବହାର କରାଯାଏ। କେବଳ ବିଶେଷ ସ୍ଥଳରେ ଭାଷାର ଯତ୍ କିଞ୍ଚିତ୍ ପରିବର୍ତ୍ତନ ତାର ଶୁଦ୍ଧତା ଦୃଷ୍ଟିରୁ କରାଯାଇଥାଏ। ତଦନୁରୂପ ନିୟମ ଅନ୍ୟ ବିଦେଶୀ ଭାଷାରେ ମଧ୍ୟ ପ୍ରଯୁଜ୍ୟ ହୁଏ। ଚତୁର୍ଥ ମାତୃଭାଷାରୁ ସଂସ୍କୃତରେ ଅନୁବାଦ ଟ୍ରାନ୍ସଲେସନ୍ ଫ୍ରମ୍ ମଦର ଟଙ୍ଗ ଟୁ ସଂସ୍କୃତ। କର୍ତ୍ତୃପଦ ଓ କ୍ରିୟାପଦର ପ୍ରୟୋଗ ଅନୁସାରେ ସଂସ୍କୃତ ଅନୁବାଦର କାର୍ଯ୍ୟ ଆରମ୍ଭ କଲାବେଳେ ବିଶେଷ ଅସୁବିଧା ବୋଧ ହୁଏ ନାହିଁ। ତତ୍ସମ ତଦ୍ଭବ ପଦଗୁଡ଼ିକୁ ସଂସ୍କୃତ ଭାଷାରେ ଅନୁବାଦ କରିବା ଯେତିକି ସହଜ ତଦ୍
ତଦପେକ୍ଷା ଦେଶଜ ପଦଗୁଡ଼ିକର ଅନୁବାଦ କରିବା କଷ୍ଟକର। ସେଥିରେ କୃଦନ୍ତ ତଦ୍ଧିତ ତଥା ପାରିଭାଷିକ ଶବ୍ଦାବଳୀକୁ ଅନୁସରଣ କରାଯାଏ। ପୁନଶ୍ଚ ସଂସ୍କୃତାଭିଧାନ ଓ ସଂସ୍କୃତ ଭାଷାରୁ ଦେଶଜ ଶବ୍ଦରେ ଲିଖିତ ଅଭିଧାନଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼େ। ଏତଦ୍ ବ୍ୟତୀତ ଅନୁବାଦକଙ୍କର ତତ୍ସମ୍ପର୍କିତ ଶବ୍ଦ ଯୋଜନା ବଳରେ ଅନୁବାଦ କାର୍ଯ୍ୟ ସୁସଙ୍ଗତ ତଥା ସହଜ ସାପେକ୍ଷ ହୁଏ। କେତେକ ସ୍ଥଳରେ ସଂସ୍କୃତ ବାଙ୍ମୟରେ ଅପ୍ରଯୁକ୍ତ ବୈଜ୍ଞାନିକ ଆଧୁନିକ ପଦ ରହିଥିଲେ ତାହା ସବୁ ଟ୍ରକ୍, ବସ୍, ଜିପ୍, କାର୍ ଇତ୍ୟାଦି ସଦୃଶ ବ୍ୟବହାର କରାଯିବା ଉଚିତ। ଅନୁବାଦ ପଦ୍ଧତିର ଗୁଣ। ପ୍ରାନ୍ତୀୟ ଭାଷାର ଅନୁବାଦ କରିବା ଏକ ସଂସ୍କୃତ ଭାଷା ଅନୁକୃତି ହେବା କାରଣରୁ ପୁସ୍ତକ ସ୍ୱତଃ ପଥପ୍ରଦର୍ଶନ କାର୍ଯ୍ୟ କରେ। 2. ପ୍ରାନ୍ତୀୟ ଭାଷାର ବ୍ୟାକରଣ ନିୟମଗୁଡ଼ିକ ସଂସ୍କୃତ ଭାଷାର ପାଣିନୀୟ ବ୍ୟାକରଣ ସୂତ୍ରାବଳୀ ପରି ଅନ୍ୟ ବ୍ୟାକରଣ ଶାସ୍ତ୍ରର ନିୟମ ସମୂହକୁ ଅନୁକରଣ କରିଥାଏ। 3. ସଂସ୍କୃତ ଭାଷାରୁ ଭାରତୀୟ ଭାଷା ବା ଭାରତୀୟ ଭାଷାରୁ ସଂସ୍କୃତ ଭାଷାରେ ଅନୁବାଦ କରିବାର ଶୈଳୀ ସହଜସାଧ୍ୟ ହେତୁ ଛାତ୍ରମାନଙ୍କ ମନରେ କୌତୂହଳ ସୃଷ୍ଟି କରିଥାଏ। 4. ସାମୂହିକ ଶିକ୍ଷଣ ସମୟରେ ଏହି ପଦ୍ଧତି ସାମାନ୍ୟ ପରିଶ୍ରମ ଦ୍ୱାରା ଆୟତ୍ତ ହେଉଥିବା ହେତୁ ଏହା ଲୋକପ୍ରିୟତା ହାସଲ କରେ। 5. ବିଦ୍ୟାର୍ଥୀମାନଙ୍କ ସ୍ୱୟଂ ସମ୍ପୃକ୍ତ ହେତୁ ଶ୍ରେଣୀ ପ୍ରକୋଷ୍ଠ ସକ୍ରିୟାତ୍ମକ ପରିବେଶ ସୃଷ୍ଟି କରେ। 6. ଏହି ପଦ୍ଧତିକୁ ଅନୁସରଣ କରାଗଲେ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କର ସୃଜନ ଶକ୍ତି ଅଭିବୃଦ୍ଧି ଘଟେ। ଅନୁବାଦ ପଦ୍ଧତିର ଦୋଷ। ଅନୁବାଦ ପଦ୍ଧତି ଦ୍ୱାରା ଶିକ୍ଷଣ କାର୍ଯ୍ୟ କଲେ ମୂଳ ଭାଷାରେ ସର୍ଜନାତ୍ମକ ଶକ୍ତିର ହ୍ରାସ ଘଟେ। 2. ଏହି ପଦ୍ଧତି ଦ୍ୱାରା ମୂଳ ଭାଷାର ବିବୃତାତ୍ମକ ଭାବ ସୃଷ୍ଟି ହୋଇପାରେ। 3. ଏହା ଅନୁସରଣ କଲେ ସଂସ୍କୃତ ଭାଷାର କଥନାତ୍ମକ ବିକାଶ ତଥା ଲେଖନ ଶୈଳୀର ଅବକ୍ଷୟ ସହିତ ପ୍ରାନ୍ତୀୟ ଭାଷାର ପୁଷ୍ଟି ସାଧନରେ ପ୍ରଭୂତ ହାନି ପରିଲକ୍ଷିତ ହୁଏ।